ନଦୀ କୂଳରେ ଥିବା ଏକ ଗଛରେ ଗୋଟିଏ ମାଙ୍କଡ଼ ରହୁଥିଲା। ଗଛଟି ବହୁତ ମିଠା ଫଳ ଫଳୁଥିଲା। ଦିନେ ଏକ କୁମ୍ଭୀର ଖାଦ୍ୟ ଖୋଜିବା ପାଇଁ ଗଛ ପାଖକୁ ଆସିଲା। ମାଙ୍କଡ଼ ତାକୁ ପଚାରିଲା ଯେ ସେ କାହିଁକି ଆସିଛ? କୁମ୍ଭୀର କହିଲା ଭୋକ ଲାଗୁଛି। ପରେ ମାଙ୍କଡ଼ ଜାମୁନ ଦେଲା। ସେ ନଦୀରେ ରହୁଥିବା କୁମ୍ଭୀର ସହିତ ବନ୍ଧୁତା କଲା ଏବଂ ମାଙ୍କଡ଼ ପ୍ରତିଦିନ କୁମ୍ଭୀରକୁ ଜାମୁନ ଦେଇ ଚାଲିଲା। ଗୋଟିଏ ଦିନ କୁମ୍ଭୀର ତାର ସ୍ତ୍ରୀକୁ କିଛି ଜାମୁନ ଖାଇବାକୁ ଦେଲା। ସ୍ୱାଦିଷ୍ଟ ଜାମୁନ ଖାଇବା ପରେ ଭାବିଲା ଯେ ଯିଏ ପ୍ରତିଦିନ ଏପରି ମିଠା ଫଳ ଖାଏ ତାହାର ମଧ୍ୟ ମିଠା ହୃଦୟ ହେବ। ସେ ତାଙ୍କ ସ୍ୱାମୀକୁ କହିଲା ଯେ ସେ ମାଙ୍କଡ଼ ହୃଦୟ ଖାଇବି ଏବଂ ସେ ଏଥିପାଇଁ ଜିଦ୍ ଧରିଲା। ତାର ସ୍ତ୍ରୀ ଜିଦରେ ବାଧ୍ୟ ହୋଇ କୁମ୍ଭୀର ପାଖକୁ ଗଲା। ମାଙ୍କଡ଼କୁ କହିଲା ଯେ ମୋର ସ୍ତ୍ରୀ ତୁମକୁ ଭେଟିବାକୁ ଚାହାନ୍ତି। ମାଙ୍କଡ଼ ପଚାରିଲା ଯେ ନଦୀରେ କିପରି ଯାଇପାରିବି? କୁମ୍ଭୀର କହିଲା ତୁମେ ମୋ ପିଠିରେ ବସ, ଯାହାଦ୍ୱାରା ସୁରକ୍ଷିତ ଭାବରେ ପହଞ୍ଚି ପାରିବ। ତାର ବନ୍ଧୁଙ୍କୁ ବିଶ୍ୱାସ କରି ମାଙ୍କଡ଼ଟି ଗଛରୁ ନଦୀକୁ ଡେଇଁ ପଡ଼ି ତାର ପିଠିରେ ଚଢ଼ିଗଲା। ଯେତେବେଳେ ସେମାନେ ନଦୀର ମଧ୍ୟଭାଗରେ ପହଞ୍ଚିଲେ, କୁମ୍ଭୀର ଭାବିଲା ଯେ ମାଙ୍କଡ଼ଙ୍କୁ ସତ୍ୟ କହିବାରେ କୌଣସି କ୍ଷତି ନାହିଁ ଏବଂ ସେ ପ୍ରକାଶ କଲା ଯେ ତାର ସ୍ତ୍ରୀ ତାର ହୃଦୟ ଖାଇବାକୁ ଚାହୁଁଛି। ମାଙ୍କଡ଼ଟି ହୃଦୟ ଭାଙ୍ଗି ପଡ଼ିଲା ଏବଂ ଆଶ୍ଚର୍ଯ୍ୟ ହୋଇଗଲା, କିନ୍ତୁ ସେ ସ୍ଥିର ରହିଲା। ମାଙ୍କଡ଼ଟି ତୁରନ୍ତ କହିଲା, ହେ ବନ୍ଧୁ, ତୁମେ ମୋତେ ଏହା ପୂର୍ବରୁ କାହିଁକି କହିଲ ନାହିଁ? ମୁଁ ମୋ ହୃଦୟକୁ ଜାମୁନ ଗଛରେ ସୁରକ୍ଷିତ ରଖିଛି। ଏବେ ଶୀଘ୍ର ମୋତେ ନଦୀ କୂଳକୁ ଫେରାଇ ନିଅ, ଯାହାଦ୍ୱାରା ମୁଁ ମୋର ହୃଦୟ ଫେରାଇ ଆଣି ମୋ ଭାଉଜଙ୍କୁ ଉପହାର ଦେଇପାରିବି, ତାଙ୍କୁ ଖୁସି କରିପାରିବି। ମୂର୍ଖ କୁମ୍ଭୀରଟି ମାଙ୍କଡ଼କୁ ନଦୀ କୂଳକୁ ଆଣିବା ମାତ୍ରେ ମାଙ୍କଡ଼ଟି ଜୋରରେ ଜାମୁନ ଗଛ ଉପରେ ଡେଇଁ ପଡ଼ିଲା ଏବଂ କ୍ରୋଧରେ କହିଲା, ମୂର୍ଖ, ହୃଦୟ ବିନା କେହି ବଞ୍ଚିପାରିବ କି? ଚାଲିଯାଅ, ଆଜିଠାରୁ ଆମର ବନ୍ଧୁତା ଶେଷ ହୋଇଗଲା।